ମୁଁ କେବେ ଭାବିନଥିଲି ତା ଗାଁକୁ ଆସିବି ଏବଂ ତା କବରସ୍ଥାନ ଯାଇ ଫୁଲ ଦେବି, ଯୋଉ ହାତରେ ତିଆରି କରିଛି ସେ ହାତରେ ଯାଇ ଫୁଲ ଦେବି। ଭାରି କଷ୍ଟ ଲାଗିଲା। ଅନେକ ଥର ମୁଁ ବୁଝେଇଛି, ଅନେକ ଥର ମୁଁ ବୁଝେଇଛି, ହେଲେ ବୁଝିଲାନି। ଅନେକ ଥର ମୁଁ ବୁଝେଇଛି, ବୁଝିଲାନି। ହାତ ଧରି ଟାଣି ରଖୁଥିଲି, ହାତ ଧରି ଟାଣି ରଖୁଥିଲି, ରହିଲାନି। ଏ ଚକମକ ଆଲୁଅର ବେଇମାନିକୁ ବୁଝି ପାରିଲାନି, ଏ ଚକମକ ଆଲୁଅର ବେଇମାନିକୁ ବୁଝି ପାରିଲାନି। ଅଭିମାନ କରି ଚାଲିଗଲା, କିଛି କହିଲାନି। ଅଭିମାନ କରି ଚାଲିଗଲା, କିଛି କହିଲାନି। ଏଭଳି ଯୋଗ ଜନ୍ମା ପୁଅ ପ୍ରକୃତରେ 100 ବର୍ଷରେ ଥରେ ଜନ୍ମ ନିଅନ୍ତି, ଜଣେ ଜନ୍ମ ନିଅନ୍ତି। ବହୁତ ଅଧିକ କିଛି କରି ଯାଇଛନ୍ତି ଏବଂ ଯୋଉଟା କରି ଯାଇଛନ୍ତି ସେଟା ଯୁଗ ଯୁଗ ପାଇଁ ରହିବ। ସେ ସୁଶରୀରରେ ନାହାନ୍ତି, କିନ୍ତୁ ସେ ଯୋଉ ଗାଇ ଯାଇଛନ୍ତି ସେ ଗାଇବାଟା ସବୁଦିନ ପାଇଁ ରହିବ। ମୋର ସୌଭାଗ୍ୟ ଯେ ମୁଁ ଏଭଳି ଗୋଟେ ପିଲାକୁ ଆଗକୁ ଆଣିବାରେ ସୌଭାଗ୍ୟ ଅର୍ଜନ କରିଥିଲି, ଯୋଉଥିପାଇଁ ତା ପାଇଁ ଏ ଓଡ଼ିଶା ଗର୍ବିତ, ଟିଟଲାଗଡ଼ି ମାଟି ଗର୍ବିତ, ପ୍ରତ୍ୟେକ ଓଡ଼ିଆ ଲୋକ, ପ୍ରତ୍ୟେକ ଓଡ଼ିଶାବାସୀ ଗର୍ବିତ। ଆପଣମାନେ କେବେ ମୋ ଜୀବନରେ, ମୋ 32 ବର୍ଷ କ୍ୟାରିୟରରେ କେବେ ମୋ ଆଖିରେ କେବେ ଲୁହ ଦେଖିନଥିବେ। ଏବଂ ମୋ ଗାଁ ଲୋକ ବି କହିଛନ୍ତି ଯେ ମୋ ବାପା ଯେତେବେଳେ ଚାଲିଯାଇଥିଲେ ମୁଁ ବି ଏମିତି କାନ୍ଦି ନଥିଲି, କିନ୍ତୁ ପ୍ରଥମ ଥର ପାଇଁ ସେ ମୋ ହୃଦୟରେ, ସମସ୍ତଙ୍କ ହୃଦୟରେ ଏମିତି ଭାବରେ ସେ ବହିଥିଲା ଯେମିତି କୁହୁମ ଲୁହମ ସବୁ କିଛି। ତେଣୁ ଏଭଳି ଯୋଗ ଜନ୍ମା ପୁଅ ପ୍ରକୃତରେ 100 ବର୍ଷରେ ଥରେ ଜନ୍ମ ନିଅନ୍ତି, ଜଣେ ଜନ୍ମ ନିଅନ୍ତି। ହ୍ୟୁମାନ ସାଗରକୁ ଆପଣ ଚାହିଁଥିଲେ ବଞ୍ଚେଇ ପାରିଥାନ୍ତେ। ମୁଁ କିଏ? ମୁଁ ଯେତିକି ଜାଣିଛି ଯେ ବହୁତ କମ ସମୟ ପାଇଁ ଯେଉଁମାନେ ଆସନ୍ତି ବହୁତ ଅଧିକ କିଛି କରି ଯାଇଛନ୍ତି ଏବଂ ଯୋଉଟା କରି ଯାଇଛନ୍ତି ସେଟା ଯୁଗ ଯୁଗ ପାଇଁ ରହିବ। ସେ ସୁଶରୀରରେ ନାହାନ୍ତି, କିନ୍ତୁ ସେ ଯୋଉ ଗାଇ ଯାଇଛନ୍ତି ସେ ଗାଇବାଟା ସବୁଦିନ ପାଇଁ ରହିବ। ଏବଂ ମୁଁ ଆଉ ଗୋଟେ କଥା ଆପଣଙ୍କୁ ଅନୁରୋଧ କରିବି, ଆପଣଙ୍କର ସେ ଯୋଉ ଲାଷ୍ଟ ସିନେମା ଯୋଉଟା ଖାଲି ପ୍ରଥମ ଅନ୍ତରା ଗାଇছে, ଅଧା ରହିଛି, ତାର ଯୋଉ ଡିରେକ୍ଟର ସିବିଟି ଟିଟଲାଗଡ଼ର ଜିତେନ୍ଦ୍ର ମିଶ୍ର, ବାଘୁଣୀ ସିନେମା, ଆପଣ ମାନେ ସମସ୍ତେ ସ୍ୱର ଉତ୍ତୋଳନ କରନ୍ତୁ, ଜିତେନ୍ଦ୍ର ବାବୁ ପାଖରେ କଥା ପହଞ୍ଚାନ୍ତୁ ଯେ ସେ ଯେତିକି ଗାଇছে ସେତିକି ତ ସିନେମାରେ ରହିବ। ଏବଂ ସେ ସିନେମା କେବଳ ଓଡ଼ିଶାରେ ରିଲିଜ ହଉନି, ସାରା ପୃଥିବୀରେ ରିଲିଜ ହଉଛି, ଇଣ୍ଟରନ୍ୟାସନାଲ ଫିଲ୍ମ। ସେଇଟା ତା ପାଇଁ ଗୋଟେ ଟ୍ରିବ୍ୟୁଟ ହବ। ଏବଂ ମୁଁ ଏତିକି କହିବି, ମୋର ସୌଭାଗ୍ୟ ଯେ ମୁଁ ଏଭଳି ଗୋଟେ ପିଲାକୁ ଆଗକୁ ଆଣିବାରେ ସୌଭାଗ୍ୟ ଅର୍ଜନ କରିଥିଲି, ଯୋଉଥିପାଇଁ ତା ପାଇଁ ଏ ଓଡ଼ିଶା ଗର୍ବିତ, ଟିଟଲାଗଡ଼ି ମାଟି ଗର୍ବିତ, ପ୍ରତ୍ୟେକ ଓଡ଼ିଆ ଲୋକ, ପ୍ରତ୍ୟେକ ଓଡ଼ିଶାବାସୀ ଗର୍ବିତ। ମୁଁ ଗୋଟେ ଛୋଟିଆ ଇନସିଡେଣ୍ଟ କହିବି। ମନୋରଞ୍ଜନ ମିଶ୍ର ଆମର ଯିଏ ନ୍ୟୁଜର ଏଡିଟର ଅଛନ୍ତି, ସେ ଥରେ ଫୋନ କଲେ ମତେ, କହିଲେ ପ୍ରେମାନନ୍ଦ ବାବୁ, ଓଡ଼ିଶାର ଗୋଟେ କଳାକାର, ଏତେ କଳାକାର ଯାଇଛନ୍ତି ସବୁ ସିନେମା ଷ୍ଟାର, ଆକ୍ଟର ଆକ୍ଟ୍ରେସ, କିନ୍ତୁ ଗୋଟେ ସିଙ୍ଗର ପାଇଁ ନ୍ୟାସନାଲ ଇଣ୍ଟରନ୍ୟାସନାଲ ନ୍ୟୁଜ ହେଇପାରେ ହ୍ୟୁମାନ ସାଗର ଦେଖେଇଦେଲା। ତେଣୁ ତାର ଯୋଗ୍ୟତା ଆମ ଓଡ଼ିଶାରେ ନୁହେଁ, ସାରା ପୃଥିବୀରେ ସେ ପହଞ୍ଚିଛି। ଏବଂ ଯୋଉଦିନ ମୁଁ ଆସ୍ତକରେ ଶୁଣିଲି ତା ବ୍ୟାକଗ୍ରାଉଣ୍ଡରେ ନାଁରେ ନାଁ ଗୀତ ବାଜୁଥାଏ ଏବଂ ଇଣ୍ଡିଆ ଟିଭି, ଆସ୍ତକ, ରିପବ୍ଲିକ ଭାରତ, 27ଟା ସବୁ ଚ୍ୟାନେଲରେ ମୁଁ ଯେତେବେଳେ ଦେଖିଲି, ମତେ ଲାଗିଲା ଯେମିତି ହ୍ୟୁମାନ ଅଛି ଏବଂ ଯାହା ଗାଇ ଯାଇଛି, ଯାହା କରି ଯାଇଛି ସେଟା ସବୁଦିନ ପାଇଁ ରହିବ। ମୁଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିବି। ଆଉ ଗୋଟେ ଶ୍ରେୟ ନିଶ୍ଚିତ ଦେବି, ମୁଁ ଯୋଉ ବଲାଙ୍ଗୀର ଅଡିସନରୁ ତାକୁ ନେଇଥିଲି, ମତେ ପଙ୍କଜ ଫୋନ କଲା, ପଙ୍କଜ ମୋ ସାଙ୍ଗ। ପଙ୍କଜ କହିଲା, ତେଣୁ ତାକୁ କଣ ଓଟିଭି ତରଙ୍ଗ ବାଲା କାଟି ଦେଇଛନ୍ତି, ତାକୁ ଟିକେ ସିଲେକ୍ସନ କରିବ। ମୁଁ କହିଲି ଭଲ ଯାଉଛି ନା, ମୁଁ ପଠଉଛି, ମୋ ଉପରେ ଭରସା ରଖି। ଧନ୍ୟବାଦ ଦେବି ପଙ୍କଜକୁ। ସେ ମୁଁ ବଲାଙ୍ଗୀର ଅଡିସନରେ ତାକୁ ନେଇଥିଲି ଏବଂ ଫାଇଟ୍ କରିଥିଲି। ବହୁତ ମୋ ସହିତ ମାନେ ମନା ଯେ ମତେ କହିଲେ ନାଇଁ ସେ ହ୍ୟୁମାନ ସିଙ୍ଗର ହେଇପାରିବନି। ମୁଁ କହିଲି ହ୍ୟୁମାନ ନମ୍ବର 1 ସିଙ୍ଗର ହବ। ସେ କହିଲେ ହ୍ୟୁମାନ ସିଙ୍ଗର ହେଲେ ଆମେ ପ୍ରଫେସନ ଛାଡ଼ିଦବୁ। ମୁଁ କହିଲି ହ୍ୟୁମାନ ନମ୍ବର 1 ସିଙ୍ଗର ହବ, ତମେ ବି ପ୍ରଫେସନ କରିବ, ପ୍ରଫେସନ ନ କଲେ ଖାଇବ କେମିତି? ଆଜି ଭଗବାନ ତାକୁ ନେଇଯାଇଛନ୍ତି, କିନ୍ତୁ ମୁଁ ଏତିକି କହିବି, ତାର ଯୋଉ ଭଲ ପାଇବା, ତାର ଯୋଉ ଆଶୀର୍ବାଦ ସମସ୍ତଙ୍କର ତା ପ୍ରତି ଅଛି, ରହିବ। ଏବଂ ସେ ଯାହା ସୃଷ୍ଟି କରି ଯାଇଛି ଆମ ପାଖରେ ଅମର ହେଇକି ରହିବ। ଜୟ ଜଗନ୍ନାଥ। ବନ୍ଦେ ଉତ୍କଳ ଜନନୀ।
ଆଉ ମୁଁ ଆଜି ଶ୍ରେୟା ସହିତ ମାଙ୍କ ସହିତ ଏବଂ ଶ୍ରେୟାର ବାପା ମା ଥିଲେ ମୁଁ କଥା ହଉଥିଲି ବହୁତ କିଛି କଥା ହେଲି କଷ୍ଟ ଲାଗିଲା ମୁଁ କେବେ ଭାବିନଥିଲି ତା ଗାଁକୁ ଆସିବି ଏବଂ ତା କବରସ୍ଥାନ ଯାଇ ଫୁଲ ଦେବି ଯୋଉ ହାତରେ ତିଆରି କରିଛି ସେ ହାତରେ ଯାଇ ଫୁଲ ଦେବି ଭାରି କଷ୍ଟ ଲାଗିଲା କିନ୍ତୁ ଯାହା ବିଧିର ବିଧାନ ତେଣୁ ମୁଁ ଏତିକି କହିବି ଏଇ ଯୋଉ ଆପଣମାନଙ୍କର ଭଲ ପାଇବା ଦେଖି ଖୁସି ଲାଗୁଛି ବାକି ତା ଗୀତ ଶୁଣିକିରି ସେ ସବୁବେଳେ ଆମ ପାଖରେ ଅଛି ବୋଲି ଆମେ ମେହସୁସ କରିବା ଧନ୍ୟବାଦ ଜୟ ଜଗନ୍ନାଥ।